ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ୱନ୍ଦ୍ୱିତାର କେତେକ ପ୍ରଶ୍ନ ଉତ୍ତର ପାର୍ଟ 1। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ପ୍ରଥମେ ଜାଣିବା ସାମରିକ ଗୋଷ୍ଠୀ ଗଠନ କ'ଣ ବା ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କ'ଣ। ଚାଲନ୍ତୁ ଆଗେ ଜାଣିନେବା। ସାମରିକ ଶକ୍ତି ଗଠନ କହିଲେ ଏକ ଦେଶ ନିଜର ସୁରକ୍ଷା ଏବଂ ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ସୈନ୍ୟବାହିନୀକୁ ପ୍ରସ୍ତୁତ ଓ ସଶସ୍ତ୍ର କରିବା ପ୍ରକ୍ରିୟାକୁ ବୁଝାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେକୌଣସି ବାହ୍ୟ ଆକ୍ରମଣ ବା ଆଭ୍ୟନ୍ତରୀଣ ସଙ୍କଟର ସଫଳ ମୁକାବିଲା କରିବା। ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଦୁଇ ବା ତତୋଧିକ ଦେଶ ବା ଦୁଇରୁ ଅଧିକ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଚାଲିଥିବା ଏକ ତୀବ୍ର ପ୍ରତିଯୋଗିତା। ଯେତେବେଳେ ଗୋଟିଏ ଦେଶ ନିଜର ସୈନ୍ୟବଳ କିମ୍ବା ଆଧୁନିକ ଅସ୍ତ୍ର ସଂଖ୍ୟା ବଢ଼ାଇ ସେତେବେଳେ ତା'ର ପ୍ରତିଦ୍ୱନ୍ଦ୍ୱୀ ଦେଶ ନିଜକୁ ଅସୁରକ୍ଷିତ ମଣି ତା'ଠାରୁ ଅଧିକ ବା ସମାନ ପରିମାଣର ଅସ୍ତ୍ରଶସ୍ତ୍ର ତିଆରି କିମ୍ବା ସଂଗ୍ରହ କରିବାକୁ ଚେଷ୍ଟା କରିଥାଏ। ଚାଲନ୍ତୁ ବର୍ତ୍ତମାନ ବହି ଭିତରେ ଥିବା କେତେକ ପ୍ରଶ୍ନ ଉତ୍ତର କରିବା। ଆଜିକାର ପ୍ରଥମ ପ୍ରଶ୍ନ, କେଉଁ ଦୁଇ ମହାଶକ୍ତିଙ୍କ ନେତୃତ୍ୱରେ ପୃଥିବୀ ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀରେ ପରିଣତ ହୋଇଥିଲା? ଏହାର ଉତ୍ତର ସୋଭିଏତ ରୁଷ ଓ ଯୁକ୍ତରାଷ୍ଟ୍ର ଆମେରିକା। ସାମ୍ୟବାଦୀ ଗୋଷ୍ଠୀ, ଏହାର ନେତୃତ୍ୱ ସୋଭିଏତ ସଂଘ ବା ସୋଭିଏତ ରୁଷ ନେଇଥିଲା। ପୂର୍ବ ୟୁରୋପର ଦେଶଗୁଡ଼ିକ ଏହି ଗୋଷ୍ଠୀରେ ସାମିଲ ଥିଲେ। ପୁଞ୍ଜିବାଦୀ ଗୋଷ୍ଠୀ, ଏହାର ନେତୃତ୍ୱ ଯୁକ୍ତରାଷ୍ଟ୍ର ଆମେରିକା ନେଇଥିଲା। ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକ ଏହି ଗୋଷ୍ଠୀରେ ସାମିଲ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ଯୁକ୍ତରାଷ୍ଟ୍ର ଆମେରିକା ପଶ୍ଚିମ ଓ ମଧ୍ୟ ୟୁରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ ରୁଷ ପ୍ରତିପତ୍ତିକୁ ପରାହତ କରିବା ନିମନ୍ତେ କେତେ ମସିହାରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ଗଠିତ ହୋଇଥିଲା? ଏହାର ଉତ୍ତର 1949 ମସିହା ଏପ୍ରିଲ 4 ତାରିଖରେ। ପରବର୍ତ୍ତୀ ପ୍ରଶ୍ନ, ଆଟଲାଣ୍ଟିକ ଚୁକ୍ତି ସଂଗଠନରେ କେଉଁ କେଉଁ ଦେଶ ଯୋଗ ଦେଇଥିଲେ? ଏହାର ଉତ୍ତର ଯୋଗ ଦେଇଥିବା ଦେଶଗୁଡ଼ିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ବେଲଜିୟମ, ହଲାଣ୍ଡ, ଲକ୍ସମବର୍ଗ, ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ, ବ୍ରିଟେନ, ଫ୍ରାନ୍ସ, ପର୍ତ୍ତୁଗାଲ ଓ ଇଟାଲୀ। ଏଥିରେ ପ୍ରଥମେ 12ଟି ଦେଶ ଯୋଗ ଦେଇଥିଲେ ଏବଂ ପରେ ପରେ ଗ୍ରୀସ, ତୁର୍କୀ ଏବଂ ଜର୍ମାନୀ ଏହି ସଂଗଠନରେ ଯୋଗ ଦେଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ନାଟୋ କ'ଣ? ଏହାର ଉତ୍ତର ନାଟୋ ହେଉଛି ଆମେରିକା ଏବଂ ତା'ର ବନ୍ଧୁ ଦେଶମାନଙ୍କ ଦ୍ୱାରା ଗଠିତ ଏକ ପାରସ୍ପରିକ ସାମରିକ ସୁରକ୍ଷା ସଂଗଠନ। ଏହାର ସମ୍ପୂର୍ଣ୍ଣ ନାମ ହେଉଛି ନର୍ଥ ଆଟଲାଣ୍ଟିକ ଟ୍ରେଟି ଅର୍ଗାନାଇଜେସନ ବା ତାକୁ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବୋଲି କୁହାଯାଇଥାଏ। ଏହା 1949 ମସିହା ଏପ୍ରିଲ 4 ତାରିଖରେ ୱାଶିଂଟନଠାରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ଗଠନ କରାଯାଇଥିଲା। ଆରମ୍ଭରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା ଭଳି 12ଟି ପୁଞ୍ଜିବାଦୀ ଦେଶ ଏହାକୁ ମିଶି ପ୍ରତିଷ୍ଠା କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ସଂଘ ବା ସୋଭିଏତ ରୁଷର ସାମ୍ୟବାଦୀ ପ୍ରଭାବକୁ ୟୁରୋପରେ ବଢ଼ିବାକୁ ନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ସଂଗଠନର ମୁଖ୍ୟ ନିୟମ ହେଉଛି ଯଦି କୌଣସି ବାହ୍ୟ ଦେଶ ନାଟୋର କୌଣସି ଗୋଟିଏ ସଦସ୍ୟ ଦେଶ ଉପରେ ଆକ୍ରମଣ କରେ ତେବେ ତାହାକୁ ସବୁ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ ଏବଂ ସମସ୍ତେ ମିଶି ତା'ର ମୁକାବିଲା କରିବେ। ପରବର୍ତ୍ତୀ ପ୍ରଶ୍ନ, ନାଟୋର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ? ଏହାର ଉତ୍ତର ନାଟୋର ମୁଖ୍ୟ କାର୍ଯ୍ୟାଳୟ ବା ହେଡକ୍ୱାର୍ଟର୍ସ ବେଲଜିୟମର ରାଜଧାନୀ ବ୍ରୁସେଲ୍ସଠାରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ନାଟୋର ପୂରା ନାମ କ'ଣ? ଏହାର ଉତ୍ତର ନାଟୋର ପୂରା ନାମ ହେଉଛି ନର୍ଥ ଆଟଲାଣ୍ଟିକ ଟ୍ରେଟି ଅର୍ଗାନାଇଜେସନ ବା ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବୋଲି କୁହାଯାଏ। ଏହି ଚୁକ୍ତି ସଂଗଠନରେ ଚୁକ୍ତିଭୁକ୍ତ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେଇ ଏହାର ପ୍ରତିରୋଧ କରିବା ବିଷୟ ସେହି ଚୁକ୍ତିରେ ଉଲ୍ଲେଖ ଥିଲା। ଅଞ୍ଜସ ରାଜିନାମା କ'ଣ? ଏହାର ଉତ୍ତର ଅଞ୍ଜସ ରାଜିନାମା ହେଉଛି ଶୀତଳ ଯୁଦ୍ଧ ସମୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ
ସୁରକ୍ଷା ଓ ସାମରିକ ସହଯୋଗ ପାଇଁ ସ୍ୱାକ୍ଷରିତ ହୋଇଥିବା ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି। ଏହି ଚୁକ୍ତିରେ ଯୋଗ ଦେଇଥିବା ତିନୋଟି ଦେଶର ପ୍ରଥମ ଅକ୍ଷରକୁ ନେଇ ଆଞ୍ଜସ୍ ଗଠିତ ହୋଇଛି। ଏ ଅଷ୍ଟ୍ରେଲିଆ, NZ ନ୍ୟୁଜିଲାଣ୍ଡ, US ୟୁନାଇଟେଡ୍ ଷ୍ଟେଟ୍ ବା ଆମେରିକା। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମ୍ୟବାଦର ପ୍ରସାରକୁ ରୋକିବା ଏବଂ ଯଦି ଏହି ତିନୋଟି ଦେଶ ମଧ୍ୟରୁ କାହା ଉପରେ ଆକ୍ରମଣ ହୁଏ ତେବେ ପରସ୍ପରକୁ ସାମରିକ ସାହାଯ୍ୟ କରି ସୁରକ୍ଷା ପ୍ରଦାନ କରିବା ଏହି ରାଜିନାମାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପରବର୍ତ୍ତୀ ପ୍ରଶ୍ନ, କେତେ ମସିହାରେ ୟୁରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା? ଏହାର ଉତ୍ତର 1952 ମସିହା ମେ ମାସ 27 ତାରିଖରେ। ଏହି ଚୁକ୍ତିରେ ସମଗ୍ର ୟୁରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ, ସଶସ୍ତ୍ର ବାହିନୀ, ବଜେଟ୍ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ପଶ୍ଚିମ ୟୁରୋପୀୟ ସଂଘ କିପରି ପ୍ରତିଷ୍ଠା କରାଯାଇଥିଲା? ଏହାର ଉତ୍ତର ପଶ୍ଚିମ ୟୁରୋପୀୟ ସଂଘ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ 1948 ମସିହାରେ ବ୍ରୁସେଲ୍ସ ଚୁକ୍ତି ମାଧ୍ୟମରେ ଏହା ଏକ ସାମରିକ ମେଣ୍ଟ ଭାବେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ 1954ରେ ପ୍ୟାରିସ ଚୁକ୍ତି ସଂଶୋଧନ ବଳରେ ଏହା ଏକ ଆନ୍ତର୍ଜାତିକ ସଂଗଠନର ରୂପ ନେଇଥିଲା। 1948 ବ୍ରୁସେଲ୍ସ ଚୁକ୍ତି ମାର୍ଚ୍ଚ 17, 1948ରେ ବ୍ରିଟେନ, ଫ୍ରାନ୍ସ, ବେଲଜିୟମ, ଲକ୍ସମବର୍ଗ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ଏକ ପାରସ୍ପରିକ ସାମରିକ ସହାୟତା ଚୁକ୍ତି ଥିଲା ଯାହାର ଉଦ୍ଦେଶ୍ୟ ଥିଲା ପଶ୍ଚିମ ୟୁରୋପର ସୁରକ୍ଷା ଏବଂ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସହଯୋଗ ବୃଦ୍ଧି କରିବା। 1954 ପ୍ୟାରିସ ଚୁକ୍ତି ଅକ୍ଟୋବରରେ ଏହି ବ୍ରୁସେଲ୍ସ ଚୁକ୍ତିକୁ ସଂଶୋଧନ କରାଯାଇଥିଲା। ଏହି ସମୟରେ ପଶ୍ଚିମ ଜର୍ମାନୀ ଏବଂ ଇଟାଲୀ ମଧ୍ୟ ଏହି ମେଣ୍ଟରେ ଯୋଗ ଦେଇଥିଲେ। 1955 ମସିହାରେ ଏହି ନୂତନ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ସେହି ପୁରୁଣା ସାମରିକ ସଂଗଠନଟି ଆନୁଷ୍ଠାନିକ ଭାବେ ପଶ୍ଚିମ ୟୁରୋପୀୟ ସଂଘ ଭାବେ ନାମିତ ହେଲା। ଏହି ସଂଘଟି ପ୍ରାୟତଃ ୟୁରୋପରେ ସୁରକ୍ଷା ଏବଂ ପ୍ରତିରକ୍ଷା ମାମଲାରେ ଏକ ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥିଲା। ତେବେ ଶୀତଳ ଯୁଦ୍ଧ ସମାପ୍ତ ହେବା ପରେ ଏହାର କାର୍ଯ୍ୟଭାରକୁ ଧୀରେ ଧୀରେ ୟୁରୋପୀୟ ସଂଘର ସାଧାରଣ ସୁରକ୍ଷା ନୀତିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, WEUର ପୂରା ନାମ କ'ଣ? ଏହାର ଉତ୍ତର ୱେଷ୍ଟର୍ଣ୍ଣ ୟୁରୋପିଆନ୍ ୟୁନିଅନ ବା ପଶ୍ଚିମ ୟୁରୋପୀୟ ସଂଘ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଦକ୍ଷିଣ ପୂର୍ବ ଏସିଆରେ ରୁଷ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ନିମନ୍ତେ କେତେ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା? ଏହାର ଉତ୍ତର 1954 ମସିହା ସେପ୍ଟେମ୍ବର 8 ତାରିଖରେ। ଏହାର ପରବର୍ତ୍ତୀ ପ୍ରଶ୍ନ, ସେଟର ପୂରା ନାମ କ'ଣ? ଏହାର ଉତ୍ତର ସାଉଥ ଇଷ୍ଟ ଏସିଆ ଟ୍ରେଡି ଅର୍ଗାନାଇଜେସନ ବା ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ବୋଲି କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନରେ କେଉଁ ଦେଶଗୁଡ଼ିକ ସଭ୍ୟ ଥିଲେ? ଏହାର ଉତ୍ତର ଏଥିରେ 8ଟି ଦେଶ ସଭ୍ୟ ଥିଲେ। ସେଗୁଡ଼ିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ ଏବଂ ପାକିସ୍ତାନ। ବାଗଦାଦ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା? ଏହାର ଉତ୍ତର 1955 ମସିହା ଫେବୃଆରୀ 24 ତାରିଖରେ। 1955 ମସିହାରେ ଇରାକର ରାଜଧାନୀ ବାଗଦାଦଠାରେ ବ୍ରିଟେନ, ତୁର୍କୀ, ଇରାକ, ଇରାନ ଓ ପାକିସ୍ତାନ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ବାଗଦାଦ ଚୁକ୍ତି ନାମରେ ପରିଚିତ। ପରବର୍ତ୍ତୀ ପ୍ରଶ୍ନ, ଇରାକ ବାଗଦାଦ ଚୁକ୍ତିରୁ କେବେ ଓହରି ଯାଇଥିଲା? ଏହାର ଉତ୍ତର 1958 ମସିହାରେ ଇରାକ ବାଗଦାଦ ଚୁକ୍ତିରୁ ଓହରି ଯାଇଥିଲା। ବାଗଦାଦ ଚୁକ୍ତିରୁ ଇରାକ ଓହରି ଯିବା ପରେ ଏହି ଚୁକ୍ତିର ନାମ କ'ଣ ରଖାଯାଇଥିଲା? ଏହାର ଉତ୍ତର କେନ୍ଦ୍ରୀୟ ଚୁକ୍ତି ସଂଗଠନ। ଇରାକ ଏହି ଚୁକ୍ତିରୁ ବାହାରି ଯିବା ପରେ ଏହାର ମୁଖ୍ୟ କାର୍ଯ୍ୟାଳୟକୁ ବାଗଦାଦରୁ ତୁର୍କୀର ଆଙ୍କାରା ସହରକୁ ସ୍ଥାନାନ୍ତର କରାଯାଇଥିଲା।
ପରବର୍ତ୍ତୀ ପ୍ରଶ୍ନ, ୱାରସ୍ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା? ଏହାର ଉତ୍ତର 1955 ମସିହା ମେ ମାସ 1 ତାରିଖରେ ସ୍ୱାକ୍ଷରିତ ହୋଇଥିଲା। ଏହି ସାମରିକ ସଂଘଟି ସୋଭିଏତ ରୁଷର ନେତୃତ୍ୱରେ ଗଠନ କରାଯାଇଥିଲା। ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେଣ୍ଟର ପୁରା ନାମ କ'ଣ? ଏହାର ଉତ୍ତର ସେଣ୍ଟ୍ରାଲ ଟ୍ରେଡି ଅର୍ଗାନାଇଜେସନ୍ ବା କେନ୍ଦ୍ରୀୟ ଚୁକ୍ତି ସଂଗଠନ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ପୋଲାଣ୍ଡର ରାଜଧାନୀର ନାମ କ'ଣ? ଏହାର ଉତ୍ତର ୱାରସ୍। ୱାରସ୍ ହେଉଛି ପୋଲାଣ୍ଡର ରାଜଧାନୀ। ପରବର୍ତ୍ତୀ ପ୍ରଶ୍ନ, ୱାରସ୍ ଚୁକ୍ତି କେଉଁ କେଉଁ ସାମ୍ୟବାଦୀ ଦେଶମାନଙ୍କ ମଧ୍ୟରେ ହୋଇଥିଲା? ଏହାର ଉତ୍ତର ୱାରସ୍ ଚୁକ୍ତି 1955 ମସିହାରେ ସୋଭିଏତ ସଂଘ ଏବଂ ଅନ୍ୟ 7ଟି କେନ୍ଦ୍ରୀୟ ଓ ପୂର୍ବ ୟୁରୋପର ସାମ୍ୟବାଦୀ ଦେଶମାନଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିରେ ସାମିଲ ଥିବା ସମସ୍ତ 8ଟି ସାମ୍ୟବାଦୀ ଦେଶଗୁଡ଼ିକ ହେଲେ ସୋଭିଏତ ସଂଘ, ପୋଲାଣ୍ଡ, ପୂର୍ବ ଜର୍ମାନୀ, ଚେକୋସ୍ଲୋଭାକିଆ, ହଙ୍ଗେରୀ, ରୋମାନିଆ, ବୁଲଗେରିଆ ଓ ଆଲବେନିଆ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିନେବେ।